ରାମ ନାରାୟଣ ରାମ। କୌଣସି ଭୂମିରୁ ଯିଏ ସେଠାକୁ ପହଞ୍ଚେ, ସେ ଭୂମିରେ ଯଦି କେହି ଅଛି, ସେମାନଙ୍କ ସହ ତାର ସାକ୍ଷାତ ହୋଇଥାଏ। ସେଠି ତାର ଏମିତି ଶିବଙ୍କ ସହ ଭେଟ ହେବ, ଯାହାଙ୍କ ନିର୍ବଂଶ ଶରୀରକୁ ଏକ ସାପ ଘେରି ରହିଛି। ତେବେ ତୁମେ କହିବ, ତୁମର ଏମିତି ରୂପ ଅଛି ଏବଂ ଲୋକମାନେ ତୁମକୁ ପଥର ରୂପରେ ପୂଜା କରୁଛନ୍ତି। ଫ୍ୟାକ୍ଟୋରିଆଲ। ଶିବ କହିବେ, ମୁଁ ଜାଣିଛି, ମୁଁ ସେମାନଙ୍କୁ ଖବର ଦେଉଛି, କିନ୍ତୁ ସେମାନେ ଶୁଣିପାରୁନାହାନ୍ତି। ରାମ ଆସିଥିଲେ, କୃଷ୍ଣ ଆସିଥିଲେ। ଯେପରି ଏହି ଦେଶର ଲୋକମାନେ ଯଦି ଅନ୍ୟ ଦେଶକୁ ଯାଆନ୍ତି, ତେବେ ସେଠିରେ ଥିବା ଲୋକମାନେ ତାଙ୍କ ସହ ଭେଟିବେ, ସମ୍ପର୍କ ଜାଣିବେ। ସେହିପରି କୋଟିପତିମାନେ ମଧ୍ୟ କେବେ କେବେ ସାଧା ସହଜ ଖାଦ୍ୟ ଖାଇବାକୁ ଚାହାନ୍ତି ଏବଂ ଖାଆନ୍ତି ମଧ୍ୟ। ସେହିପରି ଯେତେବେଳେ କଷ୍ଟ ନଥାଏ, ତେବେ ତାହାକୁ ଅପନାଇବାର ଇଚ୍ଛା ହୁଏ। ସେ ସମୟରେ ଲାଗେ, ଏମାନେ ମୋ ପାଇଁ ଏତେ କ୍ଷୋଭ କରିଥିଲେ। ଫ୍ୟାକ୍ଟୋରିଆଲ। ସେମାନେ ଏତେ କଷ୍ଟ ସହିଲେ। ଫ୍ୟାକ୍ଟୋରିଆଲ। ସେମାନଙ୍କ ପାଇଁ କିଛି କରିବା ଉଚିତ। ସେମାନେ ନିରନ୍ତର ଏହି ସନ୍ଦେଶ ପଠାଇଥାନ୍ତି। ତେବେ ଲାଗେ, ମୁଁ ସେହି ଭୂମିରେ ଜନ୍ମ ନେବି ଏବଂ ସମସ୍ତଙ୍କୁ ସେଠି ଆଣିବି। ସେମାନେ ଶକ୍ତି ସହ ଆସନ୍ତି ଏବଂ ସାଧାରଣ ମଣିଷ ଭାବେ ବ୍ୟବହାର କରିଥାନ୍ତି।